ସମୟକେ ବିତିଆଦି ବଦଳି ଗଲା ଆଦିବାସୀ ଝିଅ ଭାଗେ ନିଆଁ ଲାଗିଲା ସ୍ୱାମୀକୁ ପାଇବା ପାଇଁ ସେ ଆସିଥିଲା ନିଜର ପୁଅକୁ ଆଜି ହରେଇ ଦେଲା ସ୍ୱାମୀକୁ ପାଇବା ପାଇଁ ସେ ଆସିଥିଲା ନିଜର ପୁଅକୁ ଆଜି ହରେଇ ଦେଲା କେଉଁ ପାପ ପାଇଁ কেউ বাবা পাই আদি ধরায় আদিবাসী ঝিও খরাপ আদিবাসী ঝিও খরাপ খরাপ ସ୍ୱାମୀକୁ ଖୋଜିବା ପାଇଁ ଆସିଥିଲା ପୁଅକୁ ତାହାର ହରେଇ ଦେଲା ହଁ ସ୍ନେହ ମମତାର ମୂଳ ହଜିଗଲା এতে দুঃখ পায় কেউ দোষ গলা এতে দুঃখ পায় কেউ দোষ গলা কেউ পাপ পাই কেউ পাপ পাই আদি ধরায় আদিবাসী ঝিও খরাপ আদিবাসী ঝিও খরাপ আদিবাসী ঝিও খরাপ
ହେଇଛି ବାପା? ସମସ୍ତେ ଆଜି ଏଇଠି ଠିଆ ହେଇଛ କାହିଁକି? ତୁ ଯୋଉ ଝିଅକୁ ଏ ଘରକୁ ଆଣିଥିଲୁ ତାର ପୁଅଟା ମରିଯାଇଛି। ଅସମ୍ଭବ, ସେ ପିଲା କେବେ ମରିପାରିବନି। କାହିଁ କୋଉଠି ଅଛି ସେ? ଆମେ ତାକୁ କେତେ ବୁଝାଇଲୁ ହେଲେ ସେ କିଛି ବୁଝିଲାନି। ତା ଶବକୁ ଧରି ତା ବାଟକୁ ସେ ଚାଲିଗଲା। ଏ ଭଗବାନ, ଏସବୁ କଣ ହେଇଗଲା? ଗୋଟେ ନିରୀହ ଆଦିବାସୀ ଝିଅ ଏତେ ଦିନ ନ ଖାଇ ନ ପିଇ ତମ ସେବା କଲା, ହେଲେ ତମେ ତାକୁ ଏମିତି ନିଷ୍ଠୁର ଭାବରେ ଘରରୁ ତୋଡ଼ିଦେଲ। ତୁମମାନଙ୍କୁ ଧର୍ମ ସହିବ କେମିତି? ଆରେ ସେ 2 ଦିନ ପାଇଁ ଆସିଥିଲା। ଗୋଟେ ଗାଉଁଲି ଆଦିବାସୀ ଝିଅ ପାଇଁ ଆମକୁ ଏତେ କଥା କହୁଛୁ? ସେ ଗରିବ ଆଦିବାସୀ ଝିଅ ହେଇପାରେ ମା, କିନ୍ତୁ ତା ପୁଅ ଏଇ ବଂଶର ତମ ନାତି ସେ। ଆଉ ସେ ପିଲା ହଉଛି ବଡ଼ ଭାଇଙ୍କ ରକ୍ତର ଜନ୍ମ। କଣ ସବୁ କହି ଯାଉଛୁ? ମତେ ନ ପଚାରି ଭାଇଙ୍କୁ ପଚାର ବାପା, ସେ ସବୁ କହିବ। ହରିହର, ଉଦୟ ଯାହା କହୁଛି ତାହା କଣ ସତ? ହଁ ବାପା, ଆଉ କମ୍ପାନୀରେ କାମ କରୁଥିବା ବେଳେ ଏଇ ଫୁଲକୁ ଭଲ ପାଉଥିଲି। ଆଉ ତାକୁ ବାହା ହବ କଥା ବି ଯାଇଥିଲି, କିନ୍ତୁ ମତେ ପୋଲିସ ନେଇଗଲା ପରେ ଫୁଲ ଆମ କମ୍ପାନୀ ଛାଡ଼ି ଚାଲିଗଲା। ତାପରେ ତ ମତେ ବାଧ୍ୟ କରି ଏଇ ଆଲିସା ସହିତ ମୋ ବାହାଘର କରିଦେଲ। ଭାଇଙ୍କ ରକ୍ତରେ ଗର୍ଭବତୀ ହେଲା ପରେ ତା ଗାଁ ଲୋକ ତାଙ୍କ ବାପ ଯୋଗୁଁ ଗାଁରୁ ଧରିଦେଲେ। ଆଉ ଭାଇଙ୍କୁ ଖୋଜିବ ଆସି ତା ବାପାକୁ ବି ହରାଇଦେଲା। ଆଉ ଗୋଟେ ମେଡ଼ିକାଲରେ ସେହି ପିଲାକୁ ଜନ୍ମ ଦେଲା। ସେତେବେଳେ ତା ସହିତ ମୋର ଦେଖାଲା। ତା ପାଟିରୁ ସବୁ କଥା ଶୁଣି ମୁଁ ତାକୁ ଘରକୁ ନେଇ ଆସିଥିଲି। ହେଲେ ତୁ ତାକୁ ନିଜ ସ୍ତ୍ରୀ ବୋଲି କହୁଥିଲୁ କାହିଁକି? ଯଦି ସେମିତି କରିନଥାନ୍ତି ତାହେଲେ ଭାଉଜ ସହିତ ଗଣ୍ଡଗୋଳ ହେଇଥାନ୍ତା। ତେଣୁ ସମସ୍ତଙ୍କ ଆଗରେ ଆମେ ସ୍ୱାମୀ ସ୍ତ୍ରୀରେ ଅଭିନୟ କରିଥିଲୁ। କିନ୍ତୁ ସତ କହୁଛି ଭାଇ, ତା ସହିତ ମୋର କିଛି ବି ଖରାପ ସମ୍ପର୍କ ନାହିଁ। ମୁଁ ତାକୁ ନିଜ ମା ପରି ଦେଖୁଥିଲି। ଏସବୁ ପାଇଁ କେବଳ ମୁଁ ହିଁ ଦାୟୀ। ଅରୁଣ, ଝିଅଠାରୁ ଅଲଗା କରିବା ପାଇଁ ସେଇ ଲାଲା କଥାରେ ପଡ଼ି ମୁଁ ହିଁ ତତେ ଜେଲକୁ ପଠେଇ ଦେଇଥିଲି। କାହିଁକି ବାପା? କାହିଁକି ଜାଣି ଶୁଣି